ଦେଖିବା ସେଇ ଶୁକ୍ର ଶୁଦ୍ଧି ବା ଶୁକ୍ର ଚଳନ 9/6/2026 ରୁ 4/7/2026 ପର୍ଯ୍ୟନ୍ତ ଶୁକ୍ର ଗ୍ରହ କର୍କଟ ରାଶିକି ଚଳନ କରୁଛନ୍ତି। ସିଂହ ରାଶି 10/5, 11/5, 12/5 ଯେତେ ପୃଥିବୀରେ ବାୟୁମାନେ ରହିଲେ ସେମାନଙ୍କର ଶୁକ୍ର ହେଲେ ତୃତୀୟାଧିପତି ଓ ଦଶମାଧିପତି। ବର୍ତ୍ତମାନ ସିଂହ ରାଶିରେ ଶୁକ୍ର ଶୁଦ୍ଧି ରହିଛନ୍ତି। ଦ୍ୱାଦଶ ଶୁକ୍ର ହେଲେ ବି ଶୁକ୍ର ଶୁଦ୍ଧି ଅଛନ୍ତି। ଦୂରଯାତ୍ରା ସୁନିଶ୍ଚିତ ହେବ। ଶୁକ୍ରଙ୍କର ଦୃଷ୍ଟି ରହିଲା ଦ୍ୱାଦଶ ଶୁକ୍ର ଯେଉଁ ରହିଲେ ଫଳ ତାଙ୍କର କ'ଣ ନା ନୂତନ ବସ୍ତ୍ର, ନୂତନ ଅଳଙ୍କାର, ସୁଗନ୍ଧ ଦ୍ରବ୍ୟ, ସୌଖିନୀ ବସ୍ତୁ ଘରକୁ କ୍ରୟ କରନ୍ତୁ ବା ହେବ। ସପ୍ତମ ଦୃଷ୍ଟି ଷଷ୍ଠ ସ୍ଥାନ ଶନିକ୍ଷେତ୍ର ମକର ରାଶିକୁ ଶତ୍ରୁ ବୃଦ୍ଧି, ଗୃହରେ କିଛି ଯେଉଁ ଆମର ପଶୁପକ୍ଷୀ ରଖିଦେବେ ଟିକେ କ୍ଷୟକ୍ଷତି ରହିବ। ବଡ଼ ଧରଣର କିଛି ନାହିଁ। ମୁଁ ପ୍ରଥମରୁ କହୁଛି, ଜାତକ ଦେଖିବା ମାନେ ବିଚାର କରିବାଠୁ କହୁଛି, ଏଇନେ କହୁଛି, ଆଉ 10 ବର୍ଷ ପର୍ଯ୍ୟନ୍ତ କହିବି। ଗୋଚର ବଳ 125%, 50 ମୋଟେ ହେବନି, ପ୍ରଶ୍ନ ଉଠୁନି। ଅନ୍ୟ ନାମ ଭୃଗୁଜ, ଦୈତ୍ୟ ମନ୍ତ୍ରୀ, ଦୈତ୍ୟାଧ୍ୟକ୍ଷ, ପୁରୋହିତ, ଉଷନା, ଭାର୍ଗବ, କବି, ଦୈତ୍ୟ ଗୁରୁ। ଗୋତ୍ର ହେଲା ତାଙ୍କର ଭାର୍ଗବ, ବୁଝିକି ଅଲଗା ରାଶି।